ଫେର ହଠାତ୍ ଫେରିଗଲା। ଏଇଥିପାଇଁ ଝିଅଟାକୁ କ'ଣ ତାର ସଦୁପଯୋଗ ଭାବରେ ଚଳିବାକୁ ହେଲେ ଈଶ୍ୱର ଚିନ୍ତା ସମ୍ପୂର୍ଣ୍ଣ ଭାବରେ ରହିବ। ଅନାସକ୍ତ ଭାବରେ କ'ଣ, ଧର ଆମେ ଖାଉଛୁ ବାସରି ଯାଉ ଖାଇବୁ ଖାଇବା ଉପରେ ଯଦି ଆସକ୍ତ ରହିବ, ଭୋକ ହେଇଛି ଖାଇବା ଟାଇମ୍ ବି ବଢ଼ିଯିବ। ସେ ଜାଣିପାରିବ ସେଇ ଖାଇବା ଯଦି ନଜର ଯାହାର ରହିବ ସେ ସେଇଠି ଏକା ତାର ଆସକ୍ତ ରହିବ। ସେଇଟା ହେଲା ଯେମିତି ମଦୁଆ ନିଶା ଲୋକ ଗୋଟେ ଉଦାହରଣ ରହିବ ନା, ଗଞ୍ଜେଇ ବିଡ଼ି କି ଦୁନିଆ ଭାଙ୍ଗ ଯିଏ ଆସକ୍ତ ରହିବ ତାକୁ ବରଂ ଭାତ ତରକାରୀ ସେ ଖାଇବା ଭୁଲିଯିବ, କିନ୍ତୁ ସେଇଟା ତାର ସେଇଥିପାଇଁ ସେ ଆସକ୍ତ ରହିବ। ସେଭଳିଆ ଗୋଟେ ନିଶାସକ୍ତ ଅର୍ଥ ସେଥିରେ ସଦାବେଳେ ଭୁଲି ରହିଲା। ଆଉ ସେଟା ଯେଟା ଅଛି ଗ୍ରହ କରିବ ଗୁଳି ମେଳେ ନ ପଶି ରହିବ ଭାଗବତ। ଆଉ ତା କାରଣ ହେଉଛି ସବୁରୁ ଆମେ ଦୂରେଇ ଯାଉଛୁ ଚିନ୍ତାଧାରାରୁ, ମାନଙ୍କ ଭାବଭକ୍ତିରୁ ସବୁବେଳେ ଦୂରେଇ ରହୁଛି। କିଛି ସମୟ ପାଇଁ ମନ ତ ରହୁଛି, ସେଟା କିଛି ସମୟ ରହିବ। ଏବେ ତୁ ଧର ଏଇଠି ବସିଛୁ, ସେଟା କିଛି ସମୟ ଆସିଲା। ଏମିତି କେତେବେଳେ ଘର ଭିତରେ ରହିଲେ ବି ସବୁବେଳେ ତ କେହି ଖାଇନି, ସବୁବେଳେ ତ ସଂସାର କର୍ମ ରହେ, ନିଶ୍ଚୟ ତାକୁ ସମୟ ମିଳେ, ଫାଙ୍କା ସମୟ ଦିଏ, ସେଇ ସମୟଟା ନିର୍ବାଚନ ତାକୁ ନେଇ କିଛି ଚିରସ୍ଥାୟୀ କ୍ଷଣସ୍ଥାୟୀ, ଆସକ୍ତ ଅନାସକ୍ତ ନେଇକି ଲେଖା। ଆମେ ଯଦି ପାଣି ଭିତରେ ବୁଡ଼ି ରହୁ, ଆମେ କହିବା ନାଇଁ ଗରମ ପାଇବୁ ବୋଲି, କେଉଁଠି ପାଇବ ପାଣି, ଥଣ୍ଡାଟା ଆମକୁ ବାଜେ ନା। ଯଦି ପାଣି ଉପରକୁ ବାହାରି ଆସିଲେ ଗରମ ଆସେ ଦେହ, ନାଇଁ କି? ଆମେ ଉଦାହରଣ କେମିତି ପାଉଛେ, ନାଇଁ ଯେତେ ଶୀତ ହେଲେ ବି ପାଣି ଗାଧୋଇ ହେଲା ପରେ ଗରମ ଲାଗେ, ଦେହ ଲାଗେ କି ନାହିଁ? ପାଣି ଗାଧୋଇଲା ବେଳେ ଥଣ୍ଡା ଲାଗେ। ଜ୍ଞାନ ତ ସବୁ ଏଇଆ, ଜାଣିବା। ଜ୍ଞାନ ବୋଲେ ଲୋକ କହୁଛନ୍ତି ଖାଲି ସେ ଅଙ୍କି ପୁରାଣ ଗାଇବା ବୁଝେଇବା, ଏଇଟାକୁ ଜ୍ଞାନ କହନ୍ତି। କିନ୍ତୁ ବ୍ୟବହାରିକ ଜ୍ଞାନ ଗୋଟେ ରହିଛି, ଶାରୀରିକ ଜ୍ଞାନ, ମାନସିକ ଜ୍ଞାନ, ଆଉ ଆଦିବୈଦିକ ଜ୍ଞାନ, ଆଧ୍ୟାତ୍ମିକ ଜ୍ଞାନ, ଆନ୍ତରିକ ଜ୍ଞାନ, ଅନ୍ତର ଭିତରେ ଯାହା ସବୁବେଳେ ଚିନ୍ତା କରେ ସେ ଗୋଟେ ଜ୍ଞାନ। ଅର୍ଥାତ୍ ଜାଣିବା ପାଇଁ ସେ ସବୁବେଳେ ଭାବେ ମନ ଭିତରେ। ତେଣୁ ସମୟ ସବୁବେଳେ ସମାନ, ସବୁବେଳେ ସମୟ ସମାନ ହେଲେ ରାତିଟା ରାତି ହେଇକି ରହନ୍ତା, ଦିନଟା ଦିନ ହେଇଯାନ୍ତା। ରେଷ୍ଟ ପାଏ। ଆମେ ରାତିଟାକୁ ନିରୋଳା କହୁଛୁ, କିନ୍ତୁ ରାତିରେ ବି ଅନେକ ସମୟ ଅଛି, ଅନେକ କାମାସକ୍ତ ଭାବନା ରହିଛି, ଅନେକ ଆସକ୍ତ ଭାବନା ରହିଛି, ଅନେକ କଥା ରହୁଛି। ଅନେକ ଲୋକ ଶୋଇଯାଆନ୍ତି, କେତେକ ଶୁଅନ୍ତିନି। ମୁଁ କମ୍ ଖାଏ, କମ୍ ସମସ୍ତେ ତ ଏମାନଙ୍କୁ ଡାକିଲେ ଏ ତ ପ୍ରାର୍ଥନା କରି ଉଠିଯିବେ। ଆଉ ସଂଯୋଗ ଡାକିଲେ ଯାହା ହଉ ଶୁଣୁଛି। ଆଗେ ତ ହଲେଇଲେ ଉଠୁଥିଲା, ଆଗେ ଆସେ ଏବେ ଡାକିଦେଲେ ଯାହା ଜାଗାରେ ଉଠୁ। ପାଣି ଗରମ କଲା, ସେ ଗାଧିଲି, ପ୍ରାର୍ଥନା ସରିଲା, ଯେତେବେଳେ ସେ ଚତୁର୍ଥ ଗୀତା ପଢ଼ିଲା 5 ବାଜିଲା କି 1 ବାଜିଲା କି ସେ ମୋତେ 6:30 7 ବଜେ 6:30 ଉଠା। ଘରେ ହେଲେ 8 ବାଜେ, କିଛି କାମ ନାହିଁ। ତାର ମେନ୍ କାରଣ ହେଉଛି ଗୋଟେ ଚିନ୍ତାଧାରା, ଭାରତୀୟ ଭାଷା କହିଲେ ତାର ଦକ ନାହିଁ। ଦକ ନାହିଁ ବୋଲି କ'ଣ, ଚିନ୍ତା ଶକ୍ତ ଲୋକର ଦକ ଥାଏ ଯେ ମନରେ ଗୋଟେ ଭିତରେ ଦକ ଆସିଲା ବୋଲେ ଡର। ଯେ ଆମର ଦୌଡ଼ିବା ଶବ୍ଦ କ'ଣ, ଆମେ ଉଠିବୁ ଠିକ୍ ଟାଇମ୍ ହେଇଯିବ, ମୁଁ ଏତିକି ଆମେ ଗାଧୋଉଛି, ମୁଁ ଆଜି 12ଟା ଶୋଇଲେ ଆସିକିରି 10ଟା ତିନିଟା ଶୋଇଛି 1 ବାଜିଲା, ନାଇଁ କି? ତ 1 ବଜାରେ ଦେଖିଲେ 1:05 ହେଇଗଲା, ତାପରେ ବାଜିଲା ଦୁଇରେ ଶୋଇନି ଜାଣିକି ଶୋଇ, ଆଉ ଦେଖିଲି 1:30ରେ ଉଠିବି, ଠିକ୍ 1:30ରେ ଉଠି ପାଣି ଗରମ କରିଦେଲି, ଆଉ ଗାଧୋଇ ପାଧିକି ମୁଁ 3:40 ପାଖାପାଖି ତାପରେ ଆଉ ଶୋଇ ପକେଇଲି।
ପୁରାଣ ପଢ଼ା ହେଉଛି, ଆଲୋଚନା ହେଉଛି, ବୁଝା ହେଉଛି। ଆସୁ ଏଇ କଥାଟାକୁ ଯେ ଗପ ମାନେ ଗପ ସାଥୀ ଭକ୍ତ ଗୁଡ଼ାକ ଗରକୁ ଭକ୍ତ ଗୁଡ଼ାକ ଯାହାର ହାଟ ହୋଇଛି ଲୋକମାନଙ୍କ ଶରୀର ପର୍ଯ୍ୟନ୍ତ ଭୟ ଲାଗେ, କିନ୍ତୁ ସେଇଟା ଅଲଗା। ସେ ରୋଗ ଯେ ଭଗବାନ ପ୍ରତି ଭୟ ଯେ ସେ ଆପେ ତା ଟାଇମ୍ ବିନା ଘଣ୍ଟାରେ ସେ ଉଠିବ। ମୋ ପାଖରେ ଘଣ୍ଟା ଥାଏ, ମୁଁ ଘଣ୍ଟା ଦେଖିକି ଉଠେ, ବଢ଼ିଆ ଟାଇମ୍ 5-10 ମିନିଟ୍ ଏପଟ ସେପଟ ହେବ, 11ଟା କୋଉଠି ଏଇଟା ହୁଏ। ଖାଇବା ଶୋଇବା ପ୍ରତ୍ୟେକ ବସ୍ତୁରେ ବୁଝିପାରିଲୁ ତ? ସେଥିପାଇଁ ହେଉଛି ବେଳେବେଳେ ସେଟା ଆମେ ଦୁଇଟା ନାଁରେ ପାଦ ଦେଇଛୁ, ସଂସାର ଗୋଟେ ପାଦ ହେଲେ ସଂସାରକୁ ଗୋଟେ ମନେ ରଖିବା, ଈଶ୍ୱରଙ୍କ ପାଇଁ ମନେ ରଖିବା। ତା ଭିତରେ ଦେହକୁ ବି ମନେ ରଖିବା, ଖାଇବା ନ ଖାଇବା, କେତେ ରୋଗ ହେଲା, ଭଲ ହେଲା, ଭଲ ହେଲା, କେତେ ଦରଜ ହେଲା, ପୀଡ଼ା ହେଲା, ପ୍ରତ୍ୟେକ କଥା ଦେହ ପ୍ରତି ବି ଯତ୍ନ ହେଉଛୁ ନା ନାହିଁ। ତେଣୁ ଏ ସବୁ ପିଣ୍ଡ ବ୍ରହ୍ମାଣ୍ଡ ଈଶ୍ୱର ଆଉ ବ୍ରହ୍ମାଣ୍ଡ କଥା, ପିଣ୍ଡ କଥା କାଢ଼ିଯିବ, ତିନିଟା କଥା ସବୁଠି ରହିବ। ତ୍ରିବିଧା ସୃଷ୍ଟି ତ୍ରିଗୁଣ। ସାଂସାରିକ କର୍ମରେ ଯେହେତୁ ଆମେ ଅଛୁ ସେଇଟାକୁ ଟିକେ ଦେଖିବାକୁ ପଡ଼ିବ। ତାପରେ ସେଇଟା କହିଲି ପରା, ହଁ ହଁ ଆମେ ବି ସଂସାରରେ ଅଛୁ, ଆମେ ବି ଏଇଠି କିଏ କାହାର ଦୁଃଖ କଷ୍ଟ ମେଳା ହେଲା, ଭଲ ହେଲା, କିଏ ଗୋଟେ କ'ଣ ପଚାର, ଏଇଟା ଗୋଟେ ବି ସଂସାରର ଚିନ୍ତାଧାରା ନୁହେଁ। ମୋର ଚୁପ୍ ପଡ଼ିକି ବସିଥିଲି, ଶୋଇଥିଲି, ସେତେବେଳେ ତ ମୋତେ ତୁ ପଚାରୁନଥିଲି, ମୋର ଚୁପ୍ ପଡ଼ିକି ଶୋଇଥିଲି। କିନ୍ତୁ ତାପରେ କେମିତି କ'ଣ ହେବ, ଶବ୍ଦ ହେବ, କେମିତି ଗାଡ଼ି ଆସିବ, କ'ଣ କ'ଣ ତାପରେ ଶୋଇଯାଇଛି। ଦେହଧାରୀ ମାତ୍ରକେ ହିଁ ଚିନ୍ତା ରହିବ, ଆଉ ଈଶ୍ୱରଙ୍କର ବି ଚିନ୍ତା ନଥିଲେ ଏ ସୃଷ୍ଟି ରହନ୍ତା। ମୋତେ ବହୁତ ଲୋକ କୁହନ୍ତି ଭଗବାନ କେମିତି କଲେ କି, ସେ ତ ଚିନ୍ତାମଣି, ଯାହା ମଣିରେ ଅନେକ ଚିନ୍ତା ଭର୍ତ୍ତି ହେଇଯାଏ। ଚିନ୍ତାମଣି ନାଁ ପାଇଛନ୍ତି, ତାଙ୍କର ଚିନ୍ତା ନାହିଁ, ତାହେଲେ ସୃଷ୍ଟି ରହନ୍ତା କେମିତି? କାହା ଚିନ୍ତାରେ ଅଛି? ତମ ଚିନ୍ତାରେ ସୃଷ୍ଟି ରହିଛି? ସମସ୍ତ ଚିନ୍ତା ପରା ସେ କରୁଛନ୍ତି, ସମସ୍ତଙ୍କୁ ସୁରକ୍ଷା କରୁଛନ୍ତି, ସମସ୍ତଙ୍କୁ ଦେଖୁଛନ୍ତି, ସମସ୍ତ ହାରିବାରେ ବୁଝୁଛନ୍ତି, ସମସ୍ତଙ୍କ ଦୁଃଖ କଷ୍ଟରେ ସାଥୀ ହେଉଛନ୍ତି। ଜୀବ ଯଦି କଷ୍ଟ ପାଉଛି ପରମ କୋଉଠି ଶାନ୍ତିରେ ରହିବ? ଜୀବ ଯାହା ବୁଝେ ପରମାତ୍ମା ତାର ସ୍ୱାଦ ବୁଝେ, ସେ ଖାଆନ୍ତିନି। କିନ୍ତୁ ଆମେ ଯେତେବେଳେ ଜିଭାରେ ଖାଇଲେ ଜିଭା ସ୍ୱାଦ ମିଳେ ନା, ଖାଦ୍ୟ ଯାଏ ପେଟକୁ, ରସଟା କେଉଁଠି ଜିଭାରେ ଆଗେ ପଡ଼େ, ଜିଭାରୁ ରସ ପଡ଼େ, ସେଥିପାଇଁ ଲାଳଟା ଜିଭାରେ। ତ ଜିଭା ତ ଖାଇନି, ଦାନ୍ତ ଚୋବେଇଲା, ପେଟକୁ ଗଲା, ସେ ଜିଭା କେମିତି ସ୍ୱାଦ ବାହାରିବ କାହିଁକି? ସେଇଥିପାଇଁ ଅଲଣା ହେଇଛି, ଲୁଣିଆ ହେଇଛି ଜିଭା। ଭଗବାନ ସେଇଆ, ଆମର ପାପ ପୁଣ୍ୟ କ'ଣ କରୁଛୁ ଜୀବ ନ ଜାଣିଲେ ବି ଯେତେ ଥାଉ ନଥାଉ ଭଗବାନ ତାକୁ ପାରିବେ। ଏମିତି ଅନେକ ପ୍ରଶ୍ନ ହେଇଛି, ଭଗବାନ କେମିତି ଜାଣୁଛନ୍ତି ଆମେ କ'ଣ କଲେ? ମାନେ ଭଗବାନ କେଉଁଠି କଣେ ଅନୁକଣେ ବା ବିକଣେ ବା ପ୍ରତ୍ୟେକ କଣ ବିକଣରେ ସେ, ତମେ ତାଙ୍କୁ ଦେଖିପାରୁନ ବୋଲି ତମେ ଭାବୁଛ ଯେ ସେ ନାହିଁ, ସେ ଜାଣିପାର। ହେଲେ ଦେଖିଲା ଲୋକ ଆମେ ଯଦି କଥାଟା ତ ଆଗରେ କରିବେ, ତା ଆଗରେ କରୁଛନ୍ତି, ଯାହା ଭାବୁଛ ତମେ ଜାଣ, ତମେ ତ ଅନ୍ତର କେମିତି କହିବ, କାହାକୁ ତୁ କହିଦେଉଛି। ତେଣୁକରି କାହାକୁ କିଛି କହିବନି, ଖାଲି ଆମ ଆଲୋଚନା ହେଉଛି। ତମେ ଈଶ୍ୱର ଚିନ୍ତା କର, ଯଦି ଚାହୁଁଛ ଜଣେ ଲୋକକୁ ଭଲ କଥା, ଯେତେ ବି ଲୋକ ଥାଆନ୍ତୁ ତାକୁ ଭଲ ବାର୍ତ୍ତା, ଭଲ ବିଷୟ ବୁଝାଅ, ଆଉ କାହାର ଛିଦ୍ରଟାକୁ କାହା ଆଗରେ କୁହ ନାହିଁ। ସେ ବି ସେ ଛିଦ୍ର ତା ପାଖରେ କଲେ ସିଏ ବି ତୋର ଶତ୍ରୁ ସାଥି। ତେଣୁ ସଂସାର ଆମର ଶତ୍ରୁ କେହି ନାହିଁ, ଆମେ ମଧ୍ୟ କାହାର ଶତ୍ରୁ ହେବୁ। ଯଦି ଆମେ କାହାର ଶତ୍ରୁ ଥିବୁ, ଆମ ଶତ୍ରୁ ବି ସେ ଭଗବାନ। ତମେ ଈଶ୍ୱରଙ୍କ ବାଟରେ ଚିନ୍ତା କରି ଆମକୁ କହୁଛି ସେ ବିଷୟଟା, ବାଟରେ ତମେ ଈଶ୍ୱରଙ୍କୁ ଚିନ୍ତା କରି ଚାଲିଛ, ସେ ଯଦି ଜଣଙ୍କର ମନ୍ଦ ଚିନ୍ତା କର, ଭଗବାନ ଦେଖିଲେ ଆରେ ଦେଖିଲୁ ମୋ ଚିନ୍ତା କରୁଥିଲା, ଏଠି ତାର ମନ୍ଦ ଚିନ୍ତା କରୁଥିଲା। ତେଣୁ ସିଏ ସେଇ ସମୟରେ ତାକୁ ଗୋଟେ ବିଘ୍ନ ଆଣିକି ପହଞ୍ଚେଇ ଦେବ।
ସେଥିପାଇଁ ଚିନ୍ତାଧାରାର ସବୁବେଳେ ସଦୁପଯୋଗ କରି ଚାଲିଲେ ଆମ ଉପରେ ବାଧାବିଘ୍ନ ଆସିଲେ ବି ସେ କିଛିଟା ଆସିଲେ ବି ହେବ। ମୋ ଜୀବନ କାଳରେ ମୁଁ ଯେଉଁ ବଡ଼ ଶିକ୍ଷା କିଛି ପାଇଲି। ଆଉ ତ ଯାହା ଜୀବନରେ ଘଟଣା ମୁଁ ମରିଯାଇଥାନ୍ତି ସେ ପିଲାବେଳେ ଯେଉଁଟା ଅନେକ ଘଟଣା ଘଟି ସେଗୁଡ଼ାକ ଲେଟ୍ କରିହେବ। ତାହେଲେ ପ୍ରତି ମୁହୂର୍ତ୍ତ ତ ପ୍ରଭୁ ରକ୍ଷା କଲେ। ମୁଁ ଯଦି କାହାର ମନ୍ଦ ଚିନ୍ତା କରିଥାନ୍ତି ତାହେଲେ ତ ମୋତେ ସେଠି ପ୍ରଭୁ ରଖିନଥାନ୍ତି। ତ ଈଶ୍ୱର ଚିନ୍ତା ରହିଥାନ୍ତା କି? ଜଣେ ଲୋକ ସବୁବେଳେ ଭଲ ଚିନ୍ତା କରୁଛି ଆଜ୍ଞା, ଆଉ ଭଲ ଚିନ୍ତା ସବୁବେଳେ କରିଛି ସବୁବେଳେ, ଆଉ ତାକୁ ବି ତ ବାଧାବିଘ୍ନ ଆସୁଛି। ପୂର୍ବ ଚିନ୍ତାର ଯଦି କିଛି ରହିଯାଇଛି ବାକି ପତ୍ର ସେଟା ପୂରଣ ହେବ, ସେଇଟା ଆସିବ। ପ୍ରାରବ୍ଧ କଥାଟା ପ୍ରାରବ୍ଧ କଥା ନିଶ୍ଚୟ ସେଇ ଚିନ୍ତାଟା ସେଇଠି ପୂରଣ ହେଇଗଲେ ଆଉ ଆସିବ। ସେ ନିଜେ ଅନୁତପ୍ତ ହେବ ଯେ ମୁଁ କିଛି ଭୁଲ କରିଥିଲି ପରଜନ୍ମରେ, ବର୍ତ୍ତମାନ ତ ମୁଁ ସବୁ ଭଲ କଲି, କାହିଁକି ଏଇଟା? ଜ୍ଞାନୀ ସେଟାକୁ ଜାଣିବ। କିନ୍ତୁ ଅଜ୍ଞାନୀ କହେ କ'ଣ ନା ମୁଁ କାହାରି କିଛି କ୍ଷତି କରିନି, ଆଉ ମୋର ଏମିତି କ୍ଷତି ହେଇଗଲା, ସେଠୁ ସେ ଚିଡ଼ିବ, ନହେଲେ ଭଗବାନଙ୍କୁ ନିନ୍ଦା କରିବ, ନାସ୍ତିକ ହେଇଯିବ। ସତ କଥା। ସେ ନିଜେ ଯେତେବେଳେ ସ୍ୱୀକାର କରିବ ନାଇଁ ମୋର ଏଇଟା ଯାହା ବି କରୁଛି ମୁଁ ଏଇଟା ପ୍ରକୃତ ମୋର ଭୋଜନର କିଛି ମୋର ବାକି ଥିଲା, ମୋତେ ଆଜି ସେଇଟା ବାଧା ପଡ଼ିଲା। ମଣିଷ ଜାଣିପାରୁନି କାହିଁକି ଆଜ୍ଞା ଏସବୁ କଥା। ଜାଣି ନପାରେ ପରା ସେ ମାୟାଗ୍ରସ୍ତ, ତାର ଅଜ୍ଞାନତା ଅନ୍ଧବିଶ୍ୱାସରୁ ସେ ମାୟାଗ୍ରସ୍ତ ହେଇଯାଇଛି। ତେଣୁ ସେ ବିଶ୍ୱାସ କରିପାରେ ଈଶ୍ୱରଙ୍କୁ କ'ଣ, ଶାସ୍ତ୍ର ପୁରାଣ କ'ଣ, ସାଧୁସନ୍ଥ କ'ଣ, କି କହିଲା ଭଲ କଥାରେ ତା କଥା ମୋ ସ୍ତ୍ରୀର ସେଇଟା ହେଇଛି। ସେଟାକୁ ନାସ୍ତିକବାଦୀ କୁହାଯାଏ। ମୋ ସ୍ତ୍ରୀର ସେଇଆ ସ୍ଥିତି ଅଛି। ସେ ମୁଁ ଏସବୁ ବୁଝାଉଛି ତାକୁ, ଏଇଟା ନିଶ୍ଚିତ ଭଗବାନ ନିଶ୍ଚିତ। ସେ କ'ଣ କହୁଛି ଆଜ୍ଞା ଯେ ଭଗବାନ ପ୍ରକୃତିରେ କେଉଁଠି ଅଛନ୍ତି କେମିତି ଆମେ ଜାଣିବା? ଲୋକମାନେ ଅନ୍ୟାୟ କରୁଛନ୍ତି, କେତେ ଖୁସିରେ ରହୁଛନ୍ତି, ଏ ବିଚାରଟା ଏ ବାବା ତମ ଘରେ ନାହିଁ, ଅନେକ ଘର ଏଇ କଥା ଅମଡ଼ା ମାଡ଼ିଲେ ଆଉ ଏମିତି ଭୀମ ବି ଲେଖିଯିବ। ତେଣୁ ଅମଡ଼ା ମାଡ଼ିବେ, ଅବାଟ ଦେଇ ଯିବେ, ତେଣୁ କହିବେ ସେଇଟା ଭଲ, ଭୀମ ବି ଲେଖିଛନ୍ତି, ସେଇଟା କ'ଣ ଠିକ୍? ନା। ଆମେ ନିଆଁକୁ ଜାଣି ଜାଣି ନିଆଁ ମାଡ଼ିକି ଯିବୁ, କାଚ ମାଡ଼ିକି ଯିବୁ, ସେଇଟା କ'ଣ ଠିକ୍? ସେଇଟା ଠିକ୍ ତ ଅମଡ଼ା ମାଡ଼ିବାଟା ଠିକ୍। ଅମଡ଼ା ବାଟରେ ଚାଲିଯିବା, ଯେଟା ଯାଆନ୍ତି ନାହିଁ ଅମଡ଼ା ବାଟ ଅବଶ୍ୟ କେହି ବାଟରେ ଯାଆନ୍ତି ନାହିଁ, ସେ ବାଟରେ ହେଲା ତାକୁ ଅମଡ଼ା ବାଟ କହ। ଅମଡ଼ା ବାଟ ସିନେମା ବାହାରିଥିଲା, ପୁରାତନ ସିନେମାର ଅର୍ଥ ଥିଲା ହେଲା ଅମଡ଼ା ବାଟଟା, ତାମାନେ ସେ ବାଟ କେହି ଯାଆନ୍ତି ନାହିଁ, ଘୂର୍ଣ୍ଣନ ବାଟ ବା ଖରାପ ବାଟ। ଆମେ ଦୁଇ ଜଣ ଧର୍ମରେ ଆଶ୍ରିତ ହେଇଛୁ, ସେ ବି ଟିକେ ଆସିଲେ ଲାଇନ୍କୁ ମୋତେ ବହୁତ ଭଲ ଲାଗନ୍ତା। ଆସିବ କିନ୍ତୁ ଆଜ୍ଞା ଆସିବ। ତାକୁ ବାରମ୍ବାର କହିଲା ଫଳରେ ଆଜି ଏଇ କଥାଟା ତ ଶୁଣିକି ଯା, ଏଇ କଥାଟା ରେକର୍ଡିଂ କରିଦେଇ ଯା, ତାକୁ ଆଜି ଆଜ୍ଞାଙ୍କର କଥା ଏଇଟା ଆଜ୍ଞାଙ୍କ ସାମ୍ନାରେ ଆମେ କଥା ହେଉଥିଲୁ, ତୋର ଯଦି ସନ୍ଦେହ ହେଉଛି ଚାଲ ଏଇଥିପାଇଁ ପ୍ରତ୍ୟେକ ଘରରେ, ତମ ଘର ବୋଲି ନାହିଁ କହିବିନି, ଅନେକ ଘର ଅନେକ ଜାଗାର ଲୋକମାନେ ଅବିଶ୍ୱାସୀ ଲୋକମାନେ ଏଇ ଅବିଶ୍ୱାସ କଥା। ଆଜି ନାସ୍ତିକବାଦୀ ଗୋଟେ ବିଷୟ ଦେଖୁଛି ଯେ ମୋବାଇଲରେ ଶୁଣିଛି ତ, ନାସ୍ତିକବାଦୀ ଯେତେବେଳେ ଚର୍ଚ୍ଚା ହୁଏ ଜ୍ଞାନ ବିଜ୍ଞାନରେ, ସେଠି ସେମାନେ ଈଶ୍ୱର ନାହାନ୍ତି ବୋଲି ଡାଇରେକ୍ଟ କହୁଛନ୍ତି। ଆବହମାନଙ୍କର ସୃଷ୍ଟି ରହିଛି, ୟାର କିଏ ଗଢ଼ିବା ଲୋକ ନାହିଁ, କିଏ ମାଗିବା ଲୋକ ନାହିଁ, ଆଉ ତେଣୁ ଆମେ ମାନବ ସମାଜ ଆଦ୍ୟରୁ ରହିଛି, ସୃଷ୍ଟି ଆଦ୍ୟରୁ ରହିଛି, ଇଏ କିଏ ଗଢ଼ିବେ, ସେମାନଙ୍କୁ ନାସ୍ତିକବାଦୀ। ତାହା ବି ଯୁକ୍ତିତର୍କରେ ଦେଖଉଛି। କାହିଁକି ନା ଲୋକ ଜାଣନ୍ତୁ ଯେ ଏତେ ପଢ଼ା ଲୋକ ହେଇକରିକି ଏଇଭଳିଆ ଦୁନିଆରେ ଅଛନ୍ତି, ତେଣୁ ସେଇମାନଙ୍କୁ ଡକେଇ କରି ସେ ଜ୍ଞାନ ବିଜ୍ଞାନ ଚର୍ଚ୍ଚା ତ ଆଜି କ'ଣ କିଏ ନ ଜାଣୁଛୁ, ମୋବାଇଲ ବି ଦେଖୁଛି, ଟିଭି ବି ଦେଖୁଛି, ସେଇଟା କ'ଣ ଠିକ୍? ତା ବିଚାରକୁ ସେ ଘଟେଇବ। ଯଦି କେହି ଜଣେ ନାହିଁ, ମୋ ବାପା ଯଦି ନଥିଲେ କି ମୋ ଜେଜେବାପା ତା ପୂର୍ବ ଜେଜେବାପା ନଥିଲେ, ତାହେଲେ ମୋ ପାଇଁ ଏଇ ଜାଗା ଜମି ଖଣ୍ଡେ କିଏ ରଖିଦେଲା? ଭଗବାନ ରଖିଛନ୍ତି ସବୁ ଜମି, ହେଲେ ଯଦି ସବୁ ଜମି ରଖିଛନ୍ତି ସମସ୍ତେ ମାଡ଼ ଗୋଳ ହେଇକି ଏକାଠି ବସା ବସି ମୋର କହିକି ମାଡ଼ ଗୋଳ ହୁଅନ୍ତେ। ଆଉ ସରକାର ସେଥିପାଇଁ ଷ୍ଟାଫ୍ କର ସଙ୍ଗୀ ନହେଲେ ସରକାର ନହେଲେ ସରକାର କ'ଣ ଏ ଜାଗା ବନେଇଛି କି କର ନେତା କି? ଜଳ କର, ପଥ କର, ଆୟ କର,
ରେଳଗାଡ଼ି କରି ସବୁ ପ୍ରଦୂଷିତ ହେଉଛି ନା ନହେଲେ ମନ ଇଚ୍ଛା ଯିଏ ଯାହା ଜାଗାକୁ ଅକ୍ତିଆର କରିଦିଅନ୍ତି। ଅକ୍ତିଆର କରି ପକାନ୍ତି ବାଟରେ ଚଲେଇ ଦିଅନ୍ତି ବୁଝିଲୁ କି ନା ତାହେଲେ ଈଶ୍ୱର କେମିତି ନାହାନ୍ତି ଯଦି ଈଶ୍ୱର ଏଟାକୁ ନ କରିଥାନ୍ତେ ଏ ଲୋକମାନେ କେଉଁଠି ମୋର କହୁଛି ମୋ ଆଗରୁ ମୋ ବାପ ଜନ୍ମ କହୁଛି ମୋର ପୂର୍ବ ମୁଁ ଜାଣିନି ସବୁ ଏରକୁ କହନ୍ତି ଅସୁରଗଡ଼ ବୁଢ଼ା ଗୋଟେ ଚାଲିଗଲାନି ବହୁତ ଦିନର ଘଟଣା ପ୍ରଥମ ଆଜ୍ଞା ଥିଲେ ସେ ବୁଢ଼ା ସେଇଆ ଦୃଷ୍ଟିରେ ରହେ ମୋତେ କିଏ ମୋ ବାପ ଜାଣେ ମୋ ବାପ ଠିକ୍ ଅଛି ଆଶୀର୍ବାଦୀ ଉପରେ ତ ଉତ୍ତର ନାହିଁ ତତେ 1000ଟା କହିଲେ ବି ତୁ ତେଣୁ ସେ ତା ମତେ ରହିଲା ସେ ରହିଲା ସବୁ ନାସ୍ତିକ ବୁଝିବେ ଆସ୍ତିକ ଆମେ କହୁଛୁ ଆମ ଈଶ୍ୱର ସର୍ବେ ସର୍ବା ଈଶ୍ୱରଙ୍କ ଦୁନିଆରେ ଆମେ ଅଛୁ ଈଶ୍ୱରଙ୍କ ନିୟମ ଲେଖିଛି ମୋ କାଳ ସାଉର ଖାତ କମେଇକି ରାଜାର ପଡ଼ିଲା ସାଉର ଖାତ କମେଇ ରାଜାର ପଡ଼ିଲା ରାଜା ଆଗରେ କହିଛନ୍ତି ରାଜା ମାନେ କେତେ ରାଜା ବେତରା ହାତ କଲେ କେତେ ରାଜା ମାନେ ଚଳିଲେ ଯେତେବେଳେ ସମ୍ପଜା ରାଜା ଆସିକି ଦେଖିଲା ଏଇଟା ସେখানে ସମ୍ପଜା ରାଜା ଆସିକି ଯେତେବେଳେ ଦେଖିଛି ମଥା ହେଲା କନ୍ୟା ପାଲିରେ ହାତ ଜାଗା କିଏ ଦେଇଛି ସେତେବେଳେ ଭାଗବତୀ ନବେ ଜାଗା ଦାନ ଦେଲେ ତାଙ୍କର ସ୍ତ୍ରୀ ରୂପ ସେ ତମେ ଭୁଲ କରୁଛ ଭୁଲ ତମକୁ ଶିକ୍ଷା ଦଉଛ ସ୍ତ୍ରୀ ଲୋକଙ୍କୁ ଯାଇକି ଶିକ୍ଷା ଦଉଛ ଆମ ବର୍ଗ ସହିତ ନିନ୍ଦା କରୁଥିଲା ଏଇଠି ସେ ବୈଷ୍ଣବ ବାବା ଏଇ ଶ୍ରୀରାମର ବାବା ବୈଷ୍ଣବ ବାବା ନାନା କଥା କହିଲା ସାମ୍ନା ଆମେ ତ ଥିଲୁ ନା ସଂସାରରେ ପତ୍ରିକା ଛପେଇଲା ଅଳ୍ପ ଦିନ ରକ୍ତାନ୍ତି କଲା ମିଡ଼ିଆ ମାନଙ୍କୁ ବାହାରେ ଖାଇକି ଗଲା ମୋର ଗାଧି ଯାଇଥିଲା ସେ ତ ବାହାରେ ମିଡ଼ିଆ ମାରିବା ଘରେ ତ ନେଇ କରନ୍ ନା ପଛୁଆ କଲେ ଟ୍ରକ୍ ହର୍ନ ମାରିଲା ବେଳକୁ ଆଉ ଅଛି ତା ଗାଡ଼ି ଅଳ୍ପ ଦିନ ପଡ଼ିଗଲା କଥା ମାସେ ତମେ ସାଧୁ ସନ୍ଥ ଲୋକ ତମେ ତ ଭଗବାନଙ୍କୁ ଜାଣିଛ ତମେ କଥା କ'ଣ କର ଯେତେବେଳେ ଦେଖିବା ରଜା ରମ୍ବର କଥା ତମର ଲେଖା ଅଛି ସଂଖ୍ୟା ଅଛି ତମେ ସେଇଟାକୁ କାହିଁ ମନେ ପକାଉଛ ତାହେଲେ ଝିଅମାନେ ପୁଅମାନେ ଖାଲି ଦୀକ୍ଷା ନେବେ ଝିଅମାନେ ତମେ ଦୀକ୍ଷା ଦିଆହେଉନି ତମର ଜମଦା ଗାଦିରେ ମହିମା ଧର୍ମର ସବୁ ନାହାନ୍ତି ସନ୍ନ୍ୟାସୀ ମାନେ ଭୀମ ଗାଦିରେ ନାହାନ୍ତି ତାକୁ କିଏ ଦୀକ୍ଷା ଦେବେ ତାହେଲେ ଏଡ଼େ ବଡ଼ ସାଧୁ ଜଣେ ବିଦ୍ୟାଦାସ ବାବା ରାମଦାସ ବାବା ବୈଷ୍ଣବ ବାବା ଏମାନେ ସବୁ ଆଉ ଏତେ ଶାସ୍ତ୍ର ପୁରାଣ ପଢ଼ିକରି 4 ବେଦ ଯଜୁର୍ବେଦ ମୁଖସ୍ଥ ଆମର ବୈଷ୍ଣବ ବାବା ଏକ ଭଗବାନ ଦାସକୁ ଥିଲା ପରୀକ୍ଷାରେ ପତ୍ରିକା ଦେଇଥିଲା ଯିବା ପାଇଁ ମୋର ଶରୀର ମୋର ଖାଦ୍ୟ ଆଉ ତାଙ୍କର ଦାଦାମାନେ ଆସିଥିଲେ ତ ଆମର ବାବା ବାବା ଯଦି ଭଗବାନ ଦାସଙ୍କୁ ବହୁତ ମାନେ ହେଇଥିଲା ସେ ବହୁତ ଭଲ ଥିଲା କହିକି ସେ ପଇସା ଯେତେବେଳେ ମୋ ନାଁରେ ସହିତ ରସିଦ କାଟିଦେବେ ନା ମୋର ରସିଦ ନାଇଁ ଆପଣ ରସିଦ ନିଅନ୍ତୁ ନ ନିଅନ୍ତୁ କିନ୍ତୁ ଆମେ ନାଁଟି ନିଶ୍ଚିତ ତାହେଲେ ନାଁ ରସିଦ ରଖିବି ସେଟା ଗଲା ସେ ବାବା ଏମିତି କଥା ଅଛି ଆପେ ବର୍ତ୍ତମାନ ଆପେ ବୁଝିଲେ ଅଲଗା ବେଟେ ଅନେକ କଥା ଗାଁ ଗହଳି କଥା ଅଛି ନା ବାଇ ଦଶ କୋଷ ଗାଁ ଗହଳି କଥାଟା ଆମର କଥା ଆପେ ତ ବୁଝିନି ତାକୁ କିଏ ବୁଝେଇବ ଆପେକେ ଆପଣା ବୁଝିଲା ବୋଲି ଅଲଗା ମିଟିଯିବ ଆପେକେ ଆପଣା ଚିହ୍ନ ତେବେ ପରକୁ ଚିହ୍ନି ପାରିବ ଆତ୍ମାଟା କ'ଣ କାହାର ଅଲଗା ଅଛି କି କେଉଁ ଜାଗାରେ ଆତ୍ମା ଅଛି ସମସ୍ତଙ୍କ ଜାଗାରେ ସେଇ ଆତ୍ମା ଅଲଗା ଗୋଟେ ନାହିଁ ସେ ଜାଗାରେ ଆତ୍ମା ଆଜି ଜୀବଟେ କିଛି ଗୋଟେ କୁକୁରଟା ଆସୁଛି ସେ ପଳେଇ ଯିବା ଲୋକ ଟିକେ ଶୁଣିକି ଯାଉଛି ତା ଟାଇମ୍ ଅଛି ଖାଇବ କି ଜାଣିଲା ଟେବୁଲ୍ ସବୁ ଜିତଲା ଖାଏ କେତେଥର ଗୋଚାରି ଦେଖୁଛି ସେ ଦେଖିବି ସେ ଏଇ କଥାକୁ ଯିଏ ଜାଣି ନ ପାରିବ ସେ ଆତ୍ମଜ୍ଞାନୀ ଜ୍ଞାନ ଶବ୍ଦ ଜାଣିବା ନା ପ୍ରଥମ ବୁଝି କଥା
ପରିବାର ବୁଝୁନି ଆଉ ଗୋଟେ ପରିବାର ବୁଝୁନି, କୌଣସି ପରିବାର ବୁଝିବା ପାଇଁ ନାହିଁ। ଗୋଟିଏ ଡଙ୍ଗାରେ ସେମାନେ ବସିବେ, ସେ ପରିବାର ପରିବାର ବିଚ୍ଛିନ୍ନ ହୁଏ କାହିଁକି ନା କାହା କଥା କାହାକୁ ଖାପ ଖାଇବ। ଯଦି ଜଣେ ବଡ଼ କି ସାନ କି କହିଲା, ସାନ ବି କହୁ ବଡ଼ ବି କହୁ, ଭଲ କଥା କହୁଛି ତା କଥା ମାନିବାଟା ନିହାତି। ଏମାନେ ବଡ଼ କହିବେ କ'ଣ, ହଁ ସିଏ କ'ଣ ମୋଠୁ ଅଧିକା ଜାଣିଲା ସେ କହୁଛି, କିନ୍ତୁ ସେ ଯେ ଉଚିତ କଥାଟା କହୁଛି ସେ ବଡ଼ ହେଲା ବୋଲି ସେ ମାନୁ ନାହିଁ। ସାନ ବଡ଼ କିଛି ନଥାଏ, ଜ୍ଞାନ ପାଖରେ ସାନ ବଡ଼। ଗୁରୁଜନ ନୁହନ୍ତି ସାନ, ଆପର ସାନ ନୁହେଁ ଜ୍ଞାନ। ଗୁରୁଙ୍କୁ ନମଣି ମନର ଗୋଟିଏ ସାକ୍ଷାତ ଦେଇଛି। ଗୁରୁଙ୍କୁ ଏଇଥିପାଇଁ ଗୁରୁ ଯେତେ ଛୋଟିଆ ହେଲେ ବି ସିଏ ତାଙ୍କ ଜ୍ଞାନ ଛୋଟ, ବୟସରେ ଛୋଟ ହେଇପାରେ। କପିଳ ତାଙ୍କ ମାତା ପିତାକୁ ଦୀକ୍ଷା ଦେଇକି ଅବଧୂତ ସେୟା କଲେ, ତାଙ୍କ ପିତାଙ୍କର ଦୀକ୍ଷା ନେଲେ ସିଏ ସନ୍ନ୍ୟାସୀ ପଳେଇଗଲେ। 24 ଗୁରୁ ମାନେ 24ଟା ଗୁଣ ଗ୍ରହଣ କଲେ, ଶିକ୍ଷା ଓ ଗୁଣ। ତାହେଲେ ସେଇ କଥାକୁ ଦେଖିଲେ ଆମର ଯେଉଁ ସଂସାର ପରମ୍ପରାଟା କାହିଁକି ଆଜି ଖଣ୍ଡ ବିଖଣ୍ଡ ହେଉଛି, କାହିଁକି ଟିକେ ଇଞ୍ଚେ ଜାଗା ପାଇଁ ମାଡ଼ ଗୋଡ଼ ହଣା କଟା ପଟେ ଯାଉଛି, ତାଙ୍କର ବୁଝିବା ଶକ୍ତିର ଆଧ୍ୟାତ୍ମିକ ଜ୍ଞାନର ଅଭାବ। ସାଂସାରିକ ଜ୍ଞାନ ନାହିଁ, ଆଧ୍ୟାତ୍ମିକ ଜ୍ଞାନ ନାହିଁ, ସେଇଟା ବିଯୌକ୍ତିକ ଜ୍ଞାନ, ଯାହାକି କଥନୀୟ ନୁହେଁ, ଅକଥନୀୟ, ଯାହାକି ବେଦାନ୍ତିକ ନୁହେଁ, ଅବେଦାନ୍ତିକ, ଯାହାକି ନିୟମ ନୁହେଁ। ସେଇ କଥାଟାକୁ ସେମାନଙ୍କର ହୃଦୟରେ ସବୁବେଳେ ଜପ ଅଛି, କଥା ଶିକ୍ଷା। ସେଇ ଲୋକମାନେ ହିଁ ଈଶ୍ୱରଙ୍କୁ ମାନନ୍ତି ନାହିଁ। ତାର ଯେତେ ବେଦବାନ ଈଶ୍ୱରଙ୍କୁ ମାନିନା। ଋଷିମୁନିଙ୍କ ଆତ୍ମା ଭିତରେ କିଏ ଥାଏ? ସେ ଋଷି ଭଗବାନ ନୁହେଁ। ଭଗବାନ କହିଲା ଯେ ଭୀମ ଭାଇକି ତମେ ଯ, ଭୀମ ଭାଇ ଆସିଲେ ଆସିଲେ ଯେ ଜନ୍ମରୁ ପାଠ ପଢ଼ିଲେନି, ଦରିଦ୍ର ଅବସ୍ଥା, ଅଭାବ, ପାଠ ପଢ଼ିବା ପାଇଁ ପଇସା ଦରକାର, ଚକ୍ଷୁ ଦରକାର, ଏସବୁ କାରଣ ନିଜେ ଲେଖି ନ ପାରିକିରି ତାଙ୍କ କଣ୍ଠଟା ଚକ୍ଷୁ ଦରକାର ନାହିଁ, ତା ହୃଦୟ ପାଇଁ ଚକ୍ଷୁ ଦରକାର ନାହିଁ, ଜ୍ଞାନ ଚକ୍ଷୁ ନିଜେ ବଖାଣିଲେ ତାଙ୍କର 4 ଜଣ ଧର୍ମାନନ୍ଦ, ମାର୍କଣ୍ଡ ଦାସ, ବ୍ରହ୍ମାନନ୍ଦ, ଏମାନେ ସବୁ ଦାସ ହେଇକରି ବ୍ରାହ୍ମଣ ଲୋକ ସେମାନେ, ସେ ବି ଶିଷ୍ୟ ହେଲେ, ସିଏ ବି ତାଙ୍କର ଭଜନକୁ ଘଣ୍ଟେ ଘଣ୍ଟେ ଭଜନ ଲେଖିଲେ ପ୍ରତ୍ୟେକ। ତାହେଲେ କେମିତି ଭଗବାନ ସାହାଯ୍ୟ କଲେ? ସେ ଜଣେ କନ୍ଧ ପରିବାର ଲୋକ, ତମେ ତ ବ୍ରାହ୍ମଣ ଲୋକ, ବଡ଼ ବଡ଼ ଲୋକମାନେ, ଜ୍ଞାନୀ ଗୁଣୀମାନେ, ତମକୁ ତାହେଲେ କିଏ ସାହାଯ୍ୟ କରୁନି? ତମେ ଭଗବାନ ଚାହୁଁଛ ନାହିଁ। ଯଦି ବି ନ ଚାହିଁକି ଯାହା ବି ଲେଖୁଛ ତାହା ବି ଭଗବାନଙ୍କ ଦ୍ୱାରା ହିଁ ଲେଖା ହୁଏ। କିନ୍ତୁ ତମ ଆତ୍ମା ବଢ଼ିବା ଦ୍ୱାରା, ଆତ୍ମା ଅଭିମାନ ଦ୍ୱାରା ତମେ ଭଗବାନଙ୍କ ଦ୍ୱାରା ଏକା ସବୁ କାର୍ଯ୍ୟକଳାପ ହେଉଛି ବୋଲି ଜାଣିପାର। ଜାଣିବ କେମିତି? ଯେତେବେଳେ ବସିକରି ତୁମ ବ୍ରେନ୍ ଭିତରେ ପଶିବ ଯେ ମୁଁ ଏତେ ଗୁଡ଼ିଏ କଥା ଲେଖିପାରିଲି କେଉଁ ପାରୁଥିଲା, ସେତେବେଳେ ଚିନ୍ତା କରିବ। ପାଠ ମନରେ ପିଲାମାନେ ମୁଣ୍ଡ ସମସ୍ତେ ଓକିଲ ହଉ, ହାକିମ ହଉ, ଯେତେବେଳେ କଥା ମନେ ନ ଆସେ ମୁଣ୍ଡ ଉପରେ ଭଗବାନ କାହିଁ ଏଠି ଜଙ୍ଘ ଗୋଡ଼ ପୁରେଇ ଦେଲେ କ'ଣ ହବନି? ଏସବୁ କାରଣରୁ ଆଧ୍ୟାତ୍ମିକ ଜ୍ଞାନ ଉପରକୁ ଯିଏ ଯିବ, ତାର ଯେତେ ଚିନ୍ତା ଭିତରେ ମଗ୍ନ ହେଇକି ପାଣି ଭିତରେ ବୁଡ଼ି ରହିଲେ ବି ପାଣି ଭିତରେ ବି ଭଗବାନ, ବାହାରେ ବି ଭଗବାନ। ପାତାଳରେ ଭଗବାନ ସପ୍ତ ପାତାଳକୁ ଛାଡ଼ିବେ ନାହିଁ, ସପ୍ତ ବ୍ରହ୍ମାଣ୍ଡ ଛାଡ଼ିନାହାନ୍ତି, ଛାଡ଼ିନାହାନ୍ତି, ଆଉ ମହାଶୂନ୍ୟକୁ କେମିତି ଛାଡ଼ିଦେବେ? ତେଣୁ ମହାଶୂନ୍ୟରେ ଖାଲି କେବଳ ବିଶ୍ରାମ ବୋଲି ଲେଖା ହେଇଛି। ତମେ ସେଇ ମହାଶୂନ୍ୟ ହେଇଯାଉନ, ଯେଉଁଠି ରହିଲେ ମହାଶୂନ୍ୟ ଅଛି। ଆମ 9ଟା ଦ୍ୱାରକୁ, ମୁଖ, ନାସା, କର୍ଣ୍ଣ ସବୁ ଫାଙ୍କା ଜାଗାକୁ ଶୂନ୍ୟ ସ୍ଥାନ କୁହାଯାଏ। ଶୂନ୍ୟମାନ ଫାଙ୍କା ଜିନିଷ ଶୂନ୍ୟ ସ୍ଥାନ ନା। ଭଗବାନ କିଛି ନାହାନ୍ତି, ଖାଲି ମହାଶୂନ୍ୟ। ଯଦି ମହାଶୂନ୍ୟ ରହିବେ ସଂସାର କରିବା କ'ଣ ଆବଶ୍ୟକ? କ'ଣ ଦରକାର ମାନବ ସମାଜ ପଶୁ ପକ୍ଷୀ ଏମାନଙ୍କୁ ଜନ୍ମ ଦେବାର? এইଗୁଡ଼ାକ ନାସ୍ତିକବାଦୀ ମାନେ କଦାଚିତ ମାନିବେ ନାହିଁ, ଆଉ କଦାଚିତ ସେଇ ଜ୍ଞାନକୁ ସେମାନେ ଯିବେ ନାହିଁ। ମରି ସିନା ଯିବେ, ତାଙ୍କର ଦୁର୍ଭାଗ୍ୟ। ଅଯୌକ୍ତିକ କଥା, ଦୁର୍ଭାଗ୍ୟ ନୁହେଁ, ଭାଗ୍ୟ ଭୋଗା ବସୁନ୍ଧରା, ଭାଗ୍ୟ ହିଁ ଭଗବାନ।
ଭାଗ୍ୟ ଭୋଗିବା ପାଇଁ ବସୁନ୍ଧରାକୁ ଭଗବାନ ପଠେଇଥିବାରୁ ଭାଗ୍ୟ ପାଇଲା। ଭାଗ୍ୟ କିଏ କହିଲା? ସେମାନେ କରିନାହାନ୍ତି, ଅର୍ଥାତ୍ ତାଙ୍କର ହେଉଛି ଅଭିମାନ, ଆତ୍ମବଡ଼ିମା, ମୋଠୁ କେହି ନାହିଁ। ସେଇଟା କ'ଣ କହିବା ତାଙ୍କର, ସେଇଟା କ'ଣ ହେବ? ପରା କହିଲି ତାଙ୍କ ଆତ୍ମବଡ଼ିମା ନା, ତେଣୁ ଦୁର୍ଭାଗ୍ୟ ବୋଲି କୁହାଯାଏ। ଭାଗ୍ୟକୁ ଆମେ କହୁଛୁ ଭାଗ୍ୟ ଥାଏ, ଆମେ ପାଖରେ ଯଦି ପଇସାଟା ପଡ଼ିଛି ହେଇଗଲା, ଏଇଟା ତ ଗୋଟେ କାଗଜ ପଡ଼ି ପଳେଇଯିବା, ସେ ତାର ଅଭିମାନ ଭଲରେ ଦେଖେ, ଆରେ ନୋଟଟା ଚକଚକଟା ହେଉଛି, ନାଇଁ ଆଜିକାଲି ତ ଜରିମାନା ଏମିତି ଗୋଲ ଗୋଲ ପଡ଼ିଛି, ନାଇଁ ଦେଖିଲା ଭଲ କରି ଦେଖିଲା ଟଙ୍କାଟା ପଡ଼ିଛି। ଧନୀ ଲୋକ ଟଙ୍କାଟେ ମୁଁ ଗୋଟେଇବି ପଳେଇଯିବ ଅଭିମାନ। ସେ ଗରିବଟା ଆସିଲା, ଯଦି ସେ ପିଲାଟା ଆସିଲା, ମୋର ଏଇ ଟଙ୍କାଟେ ହେଲେ ମୁଁ କ'ଣ ଖାଇବି, ସେ ଗୋଟାଇକି ନାହିଁ। ସେଇଭଳିଆ ଯିଏ ଭଗବାନ ଠାରେ ନ୍ୟୁନ ହୋଇ ବଜିଲେ ହରିଭକ୍ତି ପାଇ କନ୍ଦଳ କରିବାଟି ଜ୍ଞାନ ନଥିଲା। ଛୋଟ ଭାବନା ହେଲେ, ଛୋଟ ମନା ହେଲେ ଭଗବାନଙ୍କ ସେବା, ଉଚ୍ଚ ମନା ହେଲେ ଈଶ୍ୱରଙ୍କର ପ୍ରାରବ୍ଧ କର୍ମକୁ ଧରିକରି ବହୁ କଥା କୁହନ୍ତି ଯେ ପ୍ରାରବ୍ଧ କର୍ମ ହେଇଯିବ ତା ତିଆରି ହେଇଯିବ। ଅର୍ଥାତ୍ ଏଇଠି ବି କେତେବେଳେ ଯଦି କିଛି ଆସେ ଭଲ କାମ, ଆସନ୍ତା ଜଣଙ୍କୁ ସେ ଗୋଟିଏ ଟଙ୍କା ତୁ ଛାଡ଼ି ଦେଇଛୁ, ତୋର ପରଜନ୍ମରେ ସେ ଟଙ୍କାଟା ତୋ ପାଇଁ ଘଟିଗଲା। ବାଟରେ ଗଲେ ଯାହା ବି ପାଇଁ ଗୋଟେ ମୋ ପିଲା କିଛି କାମ ଦବ, ଆଜି ଗୋଟେ ସେଠି କୋଇଲା ପଡ଼ିଥିଲା, ସେ କୋଇଲାଟା ଗୋଟେଇଛି। ଲେଖା ଅଛି ଗୀତା ଦେଖୁ ତ, ଯେ ଜ୍ଞାନୀ ମିଟ୍ ପଥର सबको समान देखे, माटी ଆଉ ପଥର, ସୁନା ଆଉ ରୂପା ସବୁ ସମାନ। ମାଟିରୁ ସବୁ ତିଆରି ହେଉଛି ନା, ତେଣୁ କାହିଁକି ଏଠି ଲେଖା ହେଲା ଆମେ ଗୀତା ପଢ଼ିବୁ ପରା, କ'ଣ କ'ଣ ମାଟିରୁ ସବୁ ତିଆରି ହେଇଛି, ମାଟି ନଦେଲେ ସୁନା କୋଉଠି ଆଇବ, ହୀରା କୋଉଠି ଆଣିବ, ମୋତି କୋଉଠି, ମାଣିକ କୋଉଠି ଆସିବ, ପଥର କୋଉଠି ଆସିବ? ମାଟିରେ ତ ସବୁ ଆଜ୍ଞା, ଯାହା ବି ଆମେ ଖାଉଛୁ, ଯାହା ଖାଦ୍ୟ ପେୟ ମେଡିସିନ ସବୁ ମାଟିରୁ ହେଉଛି। ମାଟି ବଡ଼ କି ଏମାନେ ବଡ଼ ହେଲେ? ଆଗେ ମାଟି ନା, ସେଇଭଳିଆ ଈଶ୍ୱର ଆଗେ, ତାପରେ ଯିଏ ବଡ଼ କହିବ ସେ କଣ ଏଇଟା ପୁରା, ଏଇଟା ହେଉଛି ଏଇ କଥାକୁ ବୁଝିବା କଥା ସମସ୍ତେ। ସେଇ କଥାଟା ବୁଝିବା କଥା ଯେ ତୋ ମନରେ ଢୁକୁଛୁ, ତୁ ବୁଝୁଛୁ, ଆଉ ସମସ୍ତେ ବୁଝିଲେ କ'ଣ କିଏ ତାକୁ ମନା କରୁଛି? କାଲି ମୋତେ କେହି ପଚାରୁନାହାନ୍ତି, ସରିଗଲା ମେଳା, 8 ପର୍ଯ୍ୟନ୍ତ ସରିଗଲା, ତାପରେ ମୁଁ ମୋର ନ କହିଲେ ବାହାର ଲୋକମାନେ ତାଙ୍କର ଆସିଥିଲେ, ସେ ଗଲା ତାଙ୍କର ପିଲା ଆସିଲା, ମୁଁ ତ ନ କହିଲେ ବି ପଦେ କହିବି। ଏଇ ସବୁ ଶବ୍ଦଟା ଭଗବାନ ଗୁରୁଙ୍କର ଅଛି, ସେଇଠି ଗୁରୁ କେତେଇ ଦେବେ। ଏଇ ତୁ କ'ଣ ଖାଲି ତୋ ପାଇଁ ଜନ୍ମ ନେଇଛୁ, ତୋ ଖାଇବୁ, ତୋ ପେଟ ପଡ଼ିବ, ମୁଁ ରୁଟି ରଖିଦେଇଛି। ଆଜି ଗୋଟେ କଥା ଶୁଣ, ଆମର ଇଏ ସୂର୍ଯ୍ୟ ଆସିଲା, ସେଇଠି ଖାଇଦେଲା, ତାଙ୍କ ଘରେ ଆଉ ଗଲା ବେଳକୁ ପଛେ ଗଲା, ମୁଁ ଛାଡ଼ି ଦେଇକି ପ୍ରସାଦ ଦେଇଲା, ସେ କହିଲା ମୋତେ, ମୁଁ ମୋ ପ୍ରସାଦ ଖାଇଲି ଯେତେବେଳେ ମୁଁ ସକାଳେ ସେ ମୋତେ ମାଗିଲେ ଏଇ ନିଜର ପ୍ରସାଦଟା କରିଲା ହେଲା। ତ ଏଇ କଥାକୁ ଯଦି ମଣିଷ ଗୋଟେ ଗୋଟେ ମନେ ପଡ଼ିବ, ମନେ ନଥିଲା ସେ କଥା, ଏଇଠି ଗୋଟେ କଥାର ଆସିଲା କଥାଟା, এইটা আমার କ'ଣ ହେଉଛି ନା ଆମେ ସେତେବେଳେ ଗବେଷଣା କରୁଛୁ, ସେ କଥା ଉପରେ ଆମେ ଧ୍ୟାନ ଦେଉଛୁ, ଧ୍ୟାନ ନ ଦେବା ଦ୍ୱାରା ଆମ କଥାଟା ମୋର ସ୍କୁଲ କଥା ଆମେ ଧ୍ୟାନ ଦେଉଛୁ, ସ୍କୁଲ କେମିତି ହେବ, କ'ଣ ହେବ, ତାହେଲେ ତୁ ସବୁବେଳେ ସେଟାକୁ ଜପାମାଳି ନ କଲେ ପାଶୁରି ଦେବୁ କି ନାହିଁ, ସେ ଟାଇମ୍ଟା ଗଡ଼ିଯିବ, ସେ ସମୟରେ ଗଲେ ସେ ଲୋକଟା ଆଉ ଭକ୍ତ ହେଇପାରିବନି। ଏଇ ଯେମିତି କଥା ନାଇଁ, ଯେ 10ଟା ଆସିକି ଆସିବ କି 11ଟାରେ କି 1 ବେଳେ ଯିବ, ସେ ଟାଇମ୍ରେ ଯଦି ଆମେ ଗଡ଼ିକି ଅନ୍ୟ ଟାଇମ୍ରେ ଭେଟ ହେଇପାରିବ, କାମଟା ବାକି ରହିଗଲା ନା। ଈଶ୍ୱରଙ୍କ କଥା ବି ସେଇଆ, ସେଇ ସବୁଟା ଯଦି ଆମେ ଛାଡ଼ି ଦେଉଛୁ ଆଜି ନ କାଲି, କିନ୍ତୁ ସବୁ ଆଜି ନହେଲେ କାଲିକି ହେଇପାରିବ, ଈଶ୍ୱରଙ୍କ କାମଟା ଆମ ନିଶ୍ୱାସ ବହିଲା ମାନେ ପ୍ରତି ମୁହୂର୍ତ୍ତରେ ତାକୁ ଆମେ ଯଦି ରୋପଣ କରିବୁ, ତାହେଲେ ଗୋଟେ ମଞ୍ଜିଟା ଆଜି ଆମର ଗଜା ହେଇଯାଇଛି, ରୋପି ଦେବା, ଆସନ୍ତା ଦିନକୁ ରହିଲେ ଧାନ ବେଶୀ ଗଜା ହେଇଗଲେ ଯେମିତି ହୁଏ, ବେଶୀ ବଡ଼ ମଞ୍ଜିରେ ଗଜା ହେଇଗଲେ ଯାହା ହୁଏ, ଆମ ଜ୍ଞାନ ସେଇଭଳିଆ ପ୍ରତି ନିମିଷ ମାତ୍ର କଣେ ବି କଣେ ଅଣୁପରମାଣୁ ଶବ୍ଦ ଭଗବାନ ଅଛନ୍ତି। ଆମେ ପ୍ରତି ମୁହୂର୍ତ୍ତରେ ସେଇଭଳିଆ ଈଶ୍ୱରଙ୍କ ଚିନ୍ତାଧାରା ଉପରେ ରହିଲେ, ମୁଁ ଏଠି କେମିତି ଭୋଗ କଥା ମନେ ଖାଇବା
ହେବା କଥା ଟାଇମ୍ରେ ମନେ ରଖିଛି କିନ୍ତୁ ସବୁ ମନେ ରଖିଛି। ଆଉ ଯଦି ଈଶ୍ୱରଙ୍କ କଥା ଛାଡ଼ି ଦିଆଯିବ ସବୁ ସ୍ମରଣ ବିସ୍ମୟ ସ୍ମରଣ ଆସେ ବିସ୍ମୟ ବିଶେଷ ଭାବରେ ବିଶ୍ଳେଷଣ କରାଯାଏ କୁହାଯାଏ ସେ ବିସ୍ମରଣ ଶବ୍ଦଟା ବିଷମ ସ୍ମରଣ ଆସିବ ଅବିଷମ ସ୍ମରଣ ଆସିବ ନାହିଁ ଅର୍ଥାତ୍ ରାଗ ବିଷମ ଚିନ୍ତା ଛାଡ଼ିଦେଲେ ରାଗ ଲୋଭ ମୋହ କାମ କ୍ରୋଧ ହିଂସା ବିଶେଷ ଭାବରେ ଯାଏ ସେ ଲୋକମାନେ ଲକ୍ଷ୍ୟ କରିଥିବ ଯେଉଁମାନେ ଲକ୍ଷ୍ୟ କରିଛନ୍ତି ଯେଉଁମାନେ ଅନୁଭବ ହେଇଛନ୍ତି ସେଥିରେ ଏଇଟା ପୁରା ସତ କି ମିଛ ପୁରା ଈଶ୍ୱରଙ୍କ ପ୍ରତି ଯାହାର ଅନୁରାଗ ଥିବ ଈଶ୍ୱର ଭାବ ଥିବ ସେ କାହିଁକି ତୋ ବାପା ସବୁବେଳେ ତାର ହସ ତୁ କ'ଣ କହିବୁ ମୁଁ ତ ଜାଣି କିନ୍ତୁ ଅନ୍ୟ ଲୋକର କଥା ଦେଖିଲେ କେତେ ଫରକ ପଡ଼ୁଛି ଅଛନ୍ତି ମୁଁ ଆମର ଯିଏ ବି ହଉ କୃଷ୍ଣ ହଉ କି ସୂର୍ଯ୍ୟ ହଉ କି ଯିଏ ବି ମୁଁ ନା ମାନେ ହଠାତ୍ ବୁଝନ୍ତି ରାଗ ପରମଠରେ ବାଗିଲା ବେଳକୁ ଥରଟା ମାରି ସାରିଲୁନି ଜଣଙ୍କ ଦେହରେ ବାଜିଗଲାଣି ପରେ ଭାବିଲେ କ'ଣ ଅନୁକମ୍ପ ହେବ କି ଅନୁତପ୍ତଟା ସଙ୍ଗେ ହେବା ହେଲେ ହଁ ଦିନେ ଯଦି ଭୁଲ ହେଇଯାଇଛି ଅନୁତପ୍ତ କରିବ ଆଉ ତ ହେଇଗଲାଣି ଆଉ ତ କିଛି ଫେରିବାର ନାହିଁ ପ୍ରଭୁ ମୋତେ ଏଥର ଶାନ୍ତ କର କ୍ଷମା କଲେ ସେ ପ୍ରଭୁ ବି ସେଇ କଥାଟି କହିବେ ଆଉ ବାପାଙ୍କ ଦ୍ୱାରା ହିଁ ମୁଁ ଅନୁପ୍ରାଣିତ ହେଇଛି ବାପାଙ୍କ ଦ୍ୱାରା ମୁଁ ବେଶୀ ଅନୁପ୍ରାଣିତ ହେଇଛି ଯେହେତୁ ତମ ଗାଁକୁ ଯାଇଛି ସେତେବେଳେ ତମର ଛୋଟ ଛୋଟ ହେଇଗଲେ ମୋର ବି ଜାଣେନି ଆଜ୍ଞା ନେଇଗଲେ ମୋତେ ପ୍ରଥମ କି ନେଇ ବୁଲିବାର ମୁଁ ଜାଣିଛି ଆଜ୍ଞା ମୁଁ ଛୋଟ ଥିଲି ଆପଣ ଆସିଥିଲେ ଛୋଟ ଥିଲି ଘରିଆଲ ହେଇ ପୋଖରୀକି ଗାଧେଇ ଯାଇଥିଲି କଥା ମୋର ମନେ ଅଛି ମୁଁ ଯେଉଁ ଜାଗାକୁ ଯାଇଛି ତମ ଅଞ୍ଚଳ କ'ଣ ଯେଉଁ ଅଞ୍ଚଳ ବି ମୋ ବାଲେଶ୍ୱର ଅଞ୍ଚଳ ଜନ୍ମରେ କ'ଣ ସବୁ ଘର କ'ଣ ଦେଖିଛି ଯେଉଁଠିକି ଯାଇଛି ଯେଉଁ ପରିବେଶ ରାଜା ଘର ହଉ ସେ ବାବୁ ଘର ହଉ ସବୁ ଘର ବାଡ଼ିକୁ ଯେ ସେଠି ଆଜ୍ଞା ବି ଭବାନୀପାଟଣା ରାଜା ଘରକୁ ଯାଇଛନ୍ତି ସିଏ ମାନେ ସେ ଦିବସୀୟ ଆସିଥିଲା ବିକ୍ରମ ଆଜ୍ଞା ସେଇ ଦିବସୀୟ କ୍ୟାପ୍ଟେନ୍ ଥିଲା ସେବେଳେ ଆସିଥିଲା ଫୋନ ମାଗି ରଜା ପୁଅ ବିକ୍ରମ ଆସିଥିଲା ଆମର ଆଜ୍ଞା କହିଲେ ଆଜ୍ଞା ରାଜା ବହି ଭଲ ଦେଖିଆ ଲେଖାରେ ଦେଖରେ ହେଇଗଲା ଛୁଆଗୁଡ଼ାକ ମୁଣ୍ଡରେ ଗୋଟେ ଏଇ କଥାକୁ ଦେଖିଲେ ସମୟ ସବୁବେଳେ ସମାନ ନଥାଏ ସମୟଟାକୁ ସଦୁପଯୋଗ କରିବାଟା ସମୟ ଥାଏ ସମାନ ନଥାଏ କାହିଁକି ନା ମନଟା ବିଭ୍ରାନ୍ତ ହେବାର କାରଣ ଈଶ୍ୱର ଚିନ୍ତାର ଅଭାବ ଈଶ୍ୱର ଚିନ୍ତା କର ଟିକେ ବି ରାଗ ଆସିବ ମୁଁ ବି ରାଗିବି ଟିକେ ରାଗ ଆସେ ସେ ସଙ୍ଗେ ସଙ୍ଗେ ସମାଧାନ କରିଥାଏ କ୍ଷଣକୋପି ଆଉ ଚିରସ୍ଥାୟୀ ଉତ୍ତମ ମଧ୍ୟମ ପ୍ରକୃତ ଲୋକ ରାଗିବ ବୋଲେ ଅଧିକ ମାନେ ଏକଦମ ମାନ ଇଏ ଉତ୍ତମ ଲୋକ ଲାଗିଲେ ଜ୍ଞାନୀ ଲୋକ କ୍ଷଣକେ ମଧ୍ୟମ ଲୋକ ଲାଗିଲେ କ'ଣ ହବ ଆଉ ପ୍ରାକୃତିକ ଲୋକ ପ୍ରକୃତ ରାଗି ସେ କେବେ ବି କେହି ବି ତାକୁ ସେ ଯେମିତି ବାଉଁଶ ଭାଙ୍ଗିଯିବ ସେ ଶୁଖିଲା କାଠ କଅଁଳିଆ କାଠଟା ନଇଯିବ ନମ୍ରତି ପରିଣତ ନମ୍ରତି ଗୁଣିକା ଜଣା ପୁଷ୍ପ ତ ଏଥିପାଇଁ ଆମକୁ କ'ଣ କରାଯିବ ପିଲା ଯେମିତି ଗୋଟେ ଖଡ଼ିସିଲଟା ଫାଷ୍ଟ ଦେଲେ ବୁଲେଇ ବାପା ମା ଗାଳି ଆଣି ରୋଷେଇବାସ କରୁଥିବ ଏମିତି ଲେଖ ସେ ବୁଲେଇ ଯେତେବେଳେ ଭାଙ୍ଗି ଭାଙ୍ଗାକି ଦେଖିଲା ସେମାନଙ୍କୁ ଗଲା ପରେ କି କାର୍ଯ୍ୟକ୍ରମ ଗଲା ତାପରେ ତାକୁ ଏକା ପଦେ ପଢ଼ିଲେ
ଜ୍ଞାନ ଯେତେବେଳେ ଜଣେ ବଢ଼ିଗଲା ବୁଢ଼ା ହଉ କି ଛୋଟ ହଉ ଯାହା ବି ହଉ ତା ଜ୍ଞାନ ବଢ଼ିଗଲେ ସେଇ ବଡ଼ ହେଲା ମଣିଷ ଉଚ୍ଚତା ଆଉ ଧରିଶାଳୀ ଏଇସବୁକୁ ବଡ଼ କହିବାଟା ତାର ଜ୍ଞାନ ବଢ଼ିଗଲା ବୋଲେ ସେଇ ପିଲା ହେଲେ ବି ଆଉ ଅବଧୂତ ଭଳିଆ କଥା ଆଉ କପିଳ ଭଳିଆ କଥା ଆଉ ଏମାନେ ସବୁ ଅବତାର ନେଇଥିଲେ ଏଇଥିପାଇଁ ବାପ ମାଆଙ୍କୁ ଉଦ୍ଧାର କରିବା ପାଇଁ ନୁହେଁ ସାରା ଜଗତକୁ ଶିକ୍ଷା ଦେଇ ଉଦ୍ଧାର କରିବା ବାଟଟା ସେଠି ଲେଖା ଖାଲି ବାପ ମା ସିନା ଦୀକ୍ଷା ନେଲେ ବାପ ମା କହୁଛନ୍ତି ଯେ ବୟସ ସିନା ତୁ ଅତ ସାନ ଆଉ ବଡ଼ ସାନ ନୁହେଁ ଜ୍ଞାନ ତମେ ଜ୍ଞାନ ଆମେ କ'ଣ ବାପ ମା ହେଲେ କ'ଣ ହେଲା ଆମେ କ'ଣ ଜାଣିଥିଲୁ କି ତମେ ଯେତେବେଳେ ଆମ ପାଖରୁ ଭଗବାନ ବୋଲି ଜନ୍ମ ନେଲ ଆମେ କେତେ ଯାଗ ଯଜ୍ଞ କରି ଆଜି ବୁଢ଼ା ବେଳକୁ ପୁଅଟେ ପାଇଲୁ ତମେ ଆମକୁ ଉଦ୍ଧାର କର ତମେ ସେମିତି ସଂସାର କରି ତାଙ୍କ ବାପା ମାଆଙ୍କ ଆଜ୍ଞା ରଖିକରି କାବେରୀ ବୋଲି କନ୍ୟାକୁ ବାହା ହେଇ ତାପରେ ଯେତେବେଳେ ଅବଧୂତ ଜନ୍ମ ନେଲେ କପିଳ ଦେଖିଲେ ଯେ କପିଳ କଲେ ଯେ ଗୁରୁ ତା ଦେଖୁଥିଲେ ଅବଧୂତ ମୋ ବାପା ତ ଶୁନେ ସେଇ ଚାଲିଲେ ଭଗବାନ ଅବତାର ସବୁ ମାନେ ସିଏ ଆଉ ଆମେ ସେଇଟା ଭାଗବତ ପଢୁଛୁ ସେ ଶିକ୍ଷାଟା ଆମେ କରିବା ପାଇଁ କି ଗାଇବା ପାଇଁ ଖାଲି ଭାଗବତ ଲୋକେ ତ ଭାଗବତ ବସି ଗାଉଛନ୍ତି ଅପେରାରେ ଯେ ନାଚୁଛି ଗାଉଛି ସେ କ'ଣ ସେ କୃଷ୍ଣ କି ରାମ କି ହେଇପାରିବ ନା ସେଇ ଅଭିନୟରେ ସେ ରହିବ ଏଇସବୁ କଥାକୁ ଦେଖିଲେ ଜ୍ଞାନର ତା ପ୍ରକୃତ ପ୍ରାଦୁର୍ଭାବ ମିଳିବ କେମିତି ଜ୍ଞାନ ଯଦି ବିଶେଷ ଭାବରେ ଯଦି ଆସେ ତାହେଲେ ତାର ଅଜ୍ଞାନତାର ତାର ଖାଇବା ଶୋଇବା ବସିବା କହିବା ଚାଲିବା ପିନ୍ଧିବା ସବୁଟା ପରିବର୍ତ୍ତନ ହେଇଯିବ ବୁଦ୍ଧଦେବ କଥା ଜାଣିଛୁ ତାପରେ ଗଲା ରାମକୃଷ୍ଣ ଆଉ ବିବେକାନନ୍ଦ ସେ କଥା ଜାଣିଛୁ ଏମାନେ କେଡ଼େ କେଡ଼େ ଲୋକମାନେ ତାଙ୍କର ସବୁ ଗୁଡ଼ା କଥାକୁ ସେମାନେ ଶିକ୍ଷା ଆରମ୍ଭ କଲେ ଗୁରୁ ପାଖକୁ ଯିବା ପୂର୍ବରୁ ତାଙ୍କର ଲକ୍ଷଣ ସବୁ ଦେଖାଗଲା ଗୁରୁ ପାଖକୁ ଯିବା ପୂର୍ବରୁ ଲକ୍ଷଣ ଦେଖାହେଲେ ଗୁରୁ ପାଖରେ ଅଧିକ ପରିବର୍ତ୍ତନ ହେବ ଆମେ ବାକ୍ୟଟାକୁ ଯେମିତି ସିଧା କରେଇ ଦେଇପାରୁଛୁ ରାସ୍ତାରେ କୋଦାଳ ଧରିକି ରାସ୍ତା ସଖେଇ ଦେଇପାରୁଛୁ ଦ୍ୱାରା ଗାର ପକାଟା ସେମିତି ସିଧା କରେଇ ପାରୁଛୁ ଲେଖାଟା ସଳଖେଇ ପାରୁଛୁ ଭଗବାନ ପାଖରେ ଗୁରୁ ପାଖକୁ ଦୀକ୍ଷା ନେଲେ ସେଇଟା ଆମେ ଯେତେ ବି ସିଧା କରି ଭାବୁଛୁ ଆଉ ଟିକେ ସ୍କେଲ୍ ପକେଇ ଗାର ଟିକେ ସିଧା ସେଇ ଅଭ୍ୟାସ ହେଲା ପରେ ଜଣେ